ଅଶୋକଙ୍କର ଶାସନ କାଳରେ ଧର୍ମର ପୁନଃ ପ୍ରତିଷ୍ଠା। ଅଶୋକଙ୍କ ସମୟରେ ବୁଦ୍ଧଗୟାରେ ଜଣେ ଦରିଦ୍ର ବ୍ୟକ୍ତି ବାସ କରୁଥିଲା। ତାର ନାମ ଥିଲା ଶିଶୁପାଳ। ଦରିଦ୍ର ହୋଇଥିଲେ ମଧ୍ୟ ବହୁ ପ୍ରଲୋଭନ ସତ୍ତ୍ୱେ ସେ ଧର୍ମପଥରୁ ବିଚ୍ୟୁତ ହେଉନଥିଲା। ଥରେ ସମ୍ରାଟ ଅଶୋକ ଗଭୀର ରାତ୍ରିରେ ଛଦ୍ମବେଶରେ ତା ଘରକୁ ଆସିଲେ ଏବଂ ଖାଦ୍ୟ ଓ ଆଶ୍ରୟ ଚାହିଁଲେ। ସେ ତାଙ୍କୁ ସ୍ୱାଗତ ଜଣାଇ ନିଜ ଖାଦ୍ୟରୁ ତାଙ୍କ ପାଇଁ ଖାଇବାକୁ ଦେଲା। କ୍ଳାନ୍ତ ଶରୀରର ଶ୍ରାନ୍ତି ଦୂର କରିବା ପାଇଁ ନିଜର ପୁଅକୁ ତାଙ୍କ ଗୋଡ଼ ମୋଡ଼ି ଦେବାକୁ ନିର୍ଦ୍ଦେଶ ଦେଲା। ଶିଶୁପାଳର ଅତିଥି ସତ୍କାରରେ ପ୍ରୀତ ହୋଇ ଅଶୋକ ପ୍ରଶଂସା କରିବାରୁ ସେ କହିଲା, ଏ ତ ଆମର ଧର୍ମ। ଅଶୋକ ତାଙ୍କୁ ଧର୍ମ ବିଷୟରେ ପଚାରିଲେ। ଶିଶୁପାଳ ଉତ୍ତର ଦେଲା ଯେ ରାଜ୍ୟରେ ଅଧର୍ମ ପୂରି ରହିଛି ଏବଂ ସମ୍ରାଟ ମଧ୍ୟ ଧର୍ମ ରକ୍ଷା କରୁନାହାନ୍ତି। ଛଦ୍ମବେଶରେ ଥିବା ଅଶୋକ କହିଲେ, ସମ୍ରାଟ ଅଶୋକ ଯାହା କରିପାରିନାହାନ୍ତି ତୁମେ କ'ଣ ତାହା କରିପାରିବ? ଶିଶୁପାଳ ଉତ୍ତର ଦେଲା, ଅବଶ୍ୟ କରିପାରିବି। ମୁଁ ଭଗବାନଙ୍କ ପାଖରେ ସଦାସର୍ବଦା ନତମସ୍ତକ। ମୋର ମନୁଷ୍ୟ ପ୍ରତି ଭୟ ନାହିଁ। ମୁଁ କେବଳ ଧର୍ମରକ୍ଷା ପ୍ରତି ସଦା ଜାଗ୍ରତ। ଅଶୋକ ନିଜ ରାଜ୍ୟରେ ଧର୍ମ ପ୍ରତିଷ୍ଠା ପାଇଁ ଶିଶୁପାଳଙ୍କୁ ଧର୍ମ ଅମାତ୍ୟ ପଦବୀରେ ନିଯୁକ୍ତି ଦେଲେ। ଅଶୋକ କହିଲେ, ସାବଧାନ, ରାଜ୍ୟରେ କୌଣସିଠାରେ ଟିକିଏ ମାତ୍ର ଧର୍ମ ବିଚ୍ୟୁତି ଘଟିଲେ ମୁଁ ତୁମକୁ ମୃତ୍ୟୁଦଣ୍ଡ ଦେବି। ଲୋକମାନଙ୍କ ଚରିତ୍ର ସଂଶୋଧନ ପାଇଁ ଯାହା ସାମରିକ ସହାୟତା ଦରକାର ତାହା ମୁଁ ଯୋଗାଇ ଦେବାକୁ ପ୍ରସ୍ତୁତ। ଶିଶୁପାଳ ରାଜି ହେଲା। ସେ କହିଲା, ମୁଁ ସେ କାମ କରିବି। ମୋର ସୈନ୍ୟବଳ ଦରକାର ନାହିଁ। ଭଗବାନଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି। ଆଶା କରାଯାଉ ନଥିବା ଘଟଣା ଘଟିଲା। ଦେଶର କୌଣସି ସ୍ଥାନରେ ଚୋରି ନଥିଲା, ଅନୈତିକ ଆଚରଣ ନଥିଲା ଏବଂ ଶାସ୍ତ୍ର ବିରୁଦ୍ଧ କାର୍ଯ୍ୟକଳାପର ଖବର ନଥିଲା। ତରୁଣୀମାନେ ଅଳଙ୍କାର ପିନ୍ଧି ରାଜ୍ୟର ଏ ପ୍ରାନ୍ତରୁ ସେ ପ୍ରାନ୍ତକୁ ନିର୍ଭୟରେ ଯାଇପାରୁଥିଲେ। ଚୋରି କିମ୍ବା ଆକ୍ରମଣ ଭୟ ନଥାଇ ସେମାନେ ରାତିରେ ମଧ୍ୟ ଯାଇପାରୁଥିଲେ। ଅଶୋକ ଏହି ନୂତନ ଶାସକଙ୍କ କୃତିତ୍ୱ ଦେଖି ଈର୍ଷାନ୍ୱିତ ହୋଇ ଉଠିଲେ। ସେ ଦିନେ ରାତିରେ ଛଦ୍ମବେଶରେ ଗୋଟିଏ ବେଶ୍ୟା ଘରକୁ ଯାଇ ଭିତରକୁ ପ୍ରବେଶ କରିବା ପାଇଁ ଜୋରରେ ଦ୍ୱାରରେ ଆଘାତ କଲେ। ଧର୍ମଦେବତା ଶାସନ କରୁଛନ୍ତି କହି ବେଶ୍ୟା ପ୍ରବେଶ ପାଇଁ ଅନୁମତି ଦେଲା ନାହିଁ। ପ୍ରବେଶ ଦ୍ୱାରରେ ଜଗିଥିବା ଜଗୁଆଳି ଓ ଅଶୋକଙ୍କ ମଧ୍ୟରେ ଯୁକ୍ତିତର୍କ ଭୀଷଣ ରୂପ ଧାରଣ କଲା। ଯୁଦ୍ଧ ଲାଗି ଜଗୁଆଳିଟି ମୃତ୍ୟୁବରଣ କଲା। ନୂତନ ରାଜତ୍ୱର ସପ୍ତମ ଦିନ ଏପରି ଘଟଣା ଘଟିଥିଲା। ଅଶୋକ ଘୋଷଣା କଲେ ଯେ ତାଙ୍କ ରାଜ୍ୟରେ ଗୋଟିଏ ନରହତ୍ୟା ଘଟିଥିବାରୁ ପ୍ରଶାସକଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ। ଶିଶୁପାଳ ନିଜେ ଘଟଣାସ୍ଥଳକୁ ଯାଇ ସତ୍ୟାସତ୍ୟ ସଂଗ୍ରହ କଲା। ତେଣୁ ସେ ପାହାଚ ଚଢ଼ି ଫାଶୀର ଝୁଲାଟି ବେକରେ ପକାଇବାର ଠିକ୍ ପୂର୍ବରୁ ଜୋରରେ ଚିତ୍କାର କଲା, ବନ୍ଦ କର। ସେ କହିଲା ଯେ ତାଙ୍କ ସ୍ଥାନରେ ସମ୍ରାଟ ଅଶୋକଙ୍କୁ ଆଣି ପ୍ରାଣଦଣ୍ଡ ଦିଆଯାଉ, କାରଣ ଅଶୋକ ହିଁ ହତ୍ୟାକାରୀ। ଅଶୋକ ମଧ୍ୟ ସେଥିପାଇଁ ପ୍ରସ୍ତୁତ ଥିଲେ। ଶାସ୍ତ୍ରବିଧି ଅନୁସାରେ ଅଶୋକଙ୍କର ଏକ ସୁନା ନିର୍ମିତ ପ୍ରତିମୂର୍ତ୍ତି ଆସିଲା ଏବଂ ମୁଣ୍ଡ କଟାଗଲା। ଉପହାର ସ୍ୱରୂପ ସ୍ୱର୍ଣ୍ଣ ବିତରଣ କରାଗଲା ଏବଂ ଧର୍ମର ପୁନଃ ପ୍ରତିଷ୍ଠା ହେଲା।